ବାକ୍ୟରେ ଶକ୍ତି ଥିଲା, ଅଛି ଏବଂ ରହୁଥିବ, ରହିଥିବ। ସେଥିପାଇଁ ଗତ ସପ୍ତାହ ଆମେ ମାନେ ପୁନରୁତ୍ଥାନର ପର୍ବ ପାଳନ କଲୁ। ନିଶ୍ଚିତ ଭାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଖବର ଖାଲି ଅଛି ଏବଂ ସେ ପୁନରୁତ୍ଥିତ ହେଇଅଛନ୍ତି। ତେଣୁ ମୋ ପ୍ରିୟମାନେ, ମୁଁ ପ୍ରାର୍ଥନା କରୁଥିଲି ଯେ ପ୍ରଭୁ, ମୁଁ ଆର୍ଲି ମର୍ଣ୍ଣିଂ ପ୍ରେୟାରରେ ମୁଁ କଣ କହିବି? ପ୍ରଭୁ ମତେ କହିଲେ କି ମୋର ପୁନରୁତ୍ଥାନର ଶକ୍ତିକୁ ସମସ୍ତେ ବା ଅନେକ ଭୁଲି ଯାଇଛନ୍ତି, ସେ ବିଷୟରେ ପ୍ରଚାର କର। ତ ତାହାଙ୍କର ଆଜ୍ଞା ପାଳନ କରୁ କରୁ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ଗୋଟେ ପ୍ରସଙ୍ଗ ଆଣିଅଛି। ଆଉ ସେ ପ୍ରସଙ୍ଗ ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନର ଶକ୍ତି। Hallelujah. The power of resurrection. ତେବେ ଆପଣମାନେ ଆଜିର ବାକ୍ୟ ଯଦି ଶୁଣିବେ, ଆଉ ଆପଣମାନେ ସମାନ ହିଁ ରହିବେ ନାହିଁ। ଆପଣଙ୍କ ଜୀବନରେ ପ୍ରଭୁ ମହାନ କାର୍ଯ୍ୟ କରିବେ ଏବଂ ଏଇ ବିଷୟକୁ ଆମମାନଙ୍କୁ ଜାଣିବାକୁ ପଡିବ ଯେ ସେ ପୁନରୁତ୍ଥାନର ଶକ୍ତି ଆମ ଜୀବନରେ ଦିଆଯାଇଅଛି। ହାଲେଲୁୟା। ଯଦି ଆମମାନେ ଦୁର୍ବଳ, ଯଦି ଆମମାନେ ଅଭାବୀ, ଯଦି ଆମମାନଙ୍କର କୌଣସି ଏମିତିଆ ବିଷୟ ନାହିଁ ଯୋଉଟା କି ଆମମାନଙ୍କୁ ଗ୍ରେଟଫୁଲ କରାଏ, କିନ୍ତୁ ଯଦି ଆମେ ଯୀଶୁଙ୍କୁ ବିଶ୍ୱାସ କରୁଅଛୁ, ତାହେଲେ ସେ ପୁନରୁତ୍ଥାନର ଶକ୍ତି ଆମମାନଙ୍କ ଜୀବନରେ କାର୍ଯ୍ୟ କରିବ। ଆସନ୍ତୁ ଆମେ ଆଗକୁ ବଢିବା। ଏ ଜଣେ ପଢିବାରେ ସାହାଯ୍ୟ କରିବେ ଫିଲିପିଓ 3:10। Philippians 3:10। ଫିଲିପିଓ 3:10 ଏ ଜଣେ ପଢିବାରେ ସାହାଯ୍ୟ। ଯେପରି ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗର ତାହାଙ୍କର ତୁଲ୍ୟ ହୋଇ ତାହାଙ୍କ ଦୁଃଖ ଭୋଗର ସହଭାଗିତା ଜ୍ଞାତ ହୁଏ। ଆମେନ୍। ହାଲେଲୁୟା। ଯେପରି ମୁଁ ତାହାଙ୍କୁ ଓ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖ ଭୋଗର ସହଭାଗିତା ଜ୍ଞାତ ହୁଏ। ଏଇଠି ଗୋଟେ ମିଶିଯିବାର ବିଷୟ ଲେଖା ହେଇଛି। ଓକେ, ତାଙ୍କର ପୁନରୁତ୍ଥାନର ଶକ୍ତି ଓ ତାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ତୁଲ୍ୟ। ହାଲେଲୁୟା। ପ୍ରଭୁ ତାଙ୍କ ପୁନରୁତ୍ଥାନର ଶକ୍ତି ବିଶ୍ୱାସୀ ମାନଙ୍କୁ ଦେଇଅଛନ୍ତି। ଓକେ, ଆଉ ଗୋଟେ ବାକ୍ୟ ପଢିବା। ପ୍ରଥମ କରନ୍ଥୀୟ 15 ତାର 20, 21, 22। ପ୍ରଥମ କରନ୍ଥୀୟ 15 ତାର 20, 21, 22 ପଢନ୍ତୁ। କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି। ଏଣୁ ଆଦମ ଦ୍ୱାରା ଯେପରି ସମସ୍ତ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ। କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା କର୍ମାନୁସାରେ ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତ ମାନେ, ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ। ସେ ସମୟରେ ସେ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ ହେଲା କୃତାରେ ଈଶ୍ୱର ପିତାଙ୍କୁ ରାଜତ୍ୱ ସମର୍ପଣ କରିବେ। ଆମେନ୍। ହାଲେଲୁୟା। ପ୍ରିୟମାନେ, କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତ ମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। ହାଲେଲୁୟା। ସେ ମୃତ ମାନଙ୍କ ମଧ୍ୟରୁ ସେ ପ୍ରଥମ ଫଳ ସ୍ୱରୂପେ ଉତ୍ଥିତ ହୋଇଅଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ଦମନ କରିଦେଲେ, ମୃତ୍ୟୁକୁ ଫେଲର କରିଦେଲେ, ମୃତ୍ୟୁକୁ ଅକାମୀ କରିଦେଲେ। ଆଦମଙ୍କର ସମୟରେ, ମୋ ପ୍ରିୟମାନେ, ମୁଁ କହିବା ପାଇଁ ଚାହୁଁଛି, ଆଦମ ଅନାଜ୍ଞା ବର ଫଳ ଖାଇଲେ।
ଏତନ ଉଦ୍ୟାନର ଅନେକ ଫଳ ଗଛ ଥିଲା, କିନ୍ତୁ ସେ ମଧ୍ୟରୁ ଦୁଇଟି ଫଳ ଗଛ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେଇ ଫଳ ହଉଛି ଗଛ ହଉଛି ସତ୍ୟ ଜ୍ଞାନଦାକ୍ଷ ବୃକ୍ଷ, ଆଉ ଗୋଟେ ହଉଛି ଜୀବନ ବୃକ୍ଷ, ଟ୍ରି ଅଫ ଲାଇଫ। ସତ୍ୟ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବା ପାଇଁ ପରମେଶ୍ୱର ଆଦମକୁ ନିଶ୍ଚୟ ମାନେ ମନା କରିଥିଲେ। The commandment has been given to Adam not to eat. ହବାକୁ ନୁହେଁ, କିନ୍ତୁ ସର୍ପାବତ ଫଳ ଥିଲା ଏବଂ ସେ ହବାକୁ ଭୁଲେଇଲା। ଆଗ ଏକି ସତ୍ୟ। ଆଜି ଏଇ ଶବ୍ଦ ଶୈତାନ ସମସ୍ତଙ୍କ ଜୀବନରେ ଲାଗୁ କରୁଛି। ଆଗ ଏକି ସତ୍ୟ, ଭାଇ ଏକି ସତ୍ୟ। ଆଜି ଅନେକ ଲୋକ ଭ୍ରାନ୍ତ ପଥରେ ଯାଉଅଛନ୍ତି। ଆଜି ଅନେକ ଲୋକ ଏକି ସତ୍ୟ ପଥରେ ଯାଉଅଛନ୍ତି। କଣ ହବ ମୁଁ କରିଲେ, କଣ ହବ ମୁଁ ଖାଇଲେ, କଣ ହବ ମୁଁ ଗଲେ, କଣ ହବ ମୁଁ ଦେଖିଲେ, କଣ ହବ ମୁଁ କହିଲେ, ମାନେ ବିଭିନ୍ନ ପ୍ରକାର ବିଷୟରେ ଆଗ ଏକି ସତ୍ୟ। ପ୍ରିୟ ବନ୍ଧୁଗଣ, ହବା ଖାଇଲା, ଆଦମକୁ ମଧ୍ୟ ଖୁଆଇଲା। ସେମାନେ ପାପ କଲେ ବୋଲି ଜଣା ପଡେ, ଉଲଗ୍ନ ଅଛନ୍ତି ବୋଲିକିରି ଜଣା ପଡେ। ଭୟ ସେମାନଙ୍କ ଜୀବନରେ ଆସିଲା, ଅନେକ ପ୍ରକାର ବିଷୟ ଆସିଲା। ଭୂମି ଶାପଗ୍ରସ୍ତ ହେଲା, ମୃତ୍ୟୁ ଜଗତରେ ପ୍ରବେଶ କଲା। ଆଦମକୁ 3 ନହରେ ଆଦମକୁ ପ୍ରଭୁ ପଚାରୁଅଛନ୍ତି, ଆଦମ ତୁମେ କେଉଁଠାରେ? ହାଲେଲୁୟା। ବଢିଆ ଓଡିଆ ଗୀତ ଅଛି, ଆଦମ ତୁମେ କି କଲ ହାଲେଲୁୟା। ଆଦମ ତ ମନା ଫଳ ଖାଇଲେ, କିନ୍ତୁ ଆଜି ମଧ୍ୟ କିଏ ଜାଣି କେମିତି ମତେ ଲାଗୁଛି ମନା କରାଯାଇଥିବା ଫଳକୁ ଅନେକ ଲୋକ ଖାଆନ୍ତି। କରିବା ଦ୍ଵାରା ଖାଆନ୍ତି, ଦେଖିବା ଦ୍ଵାରା ଖାଆନ୍ତି, ଯିବା ଦ୍ଵାରା ଖାଆନ୍ତି, ଅନୁଭବରେ ଖାଆନ୍ତି, ଭାବି ଖାଆନ୍ତି। ରଙ୍ଗ ଥଟ୍, ରଙ୍ଗ ଆଇଡିଆ, ରଙ୍ଗ ଡିସିସନ, ଏତଦ୍ୱାରା ସେମାନେ ଖାଆନ୍ତି। ପ୍ରିୟମାନେ, ଯେତେବେଳକୁ ଆଦମ ଖାଇକିରି ପାପ କଲେ, ସେ ଉଲଗ୍ନ ବୋଲି ଜାଣିଲେ, ପ୍ରଭୁ ପଚାରିଲେ ତୁମେ କେଉଁଠାରେ? ପ୍ରଭୁ ଆମେ ଲୁଚିଛୁ, ତମକୁ କିଏ କହିଲା? ତମେ କଣ ମନା ଫଳ ଖାଇଲ? ଆଦମ ପ୍ରଥମ ପାପ କରୁଛନ୍ତି, ସେ ବ୍ଲେମ କରୁଛନ୍ତି। ପ୍ରଭୁ ତୁମେ ଯୋଉ ସ୍ତ୍ରୀ ମତେ ଦେଲ, ସେଇ ସ୍ତ୍ରୀ ମତେ ଖୁଆଇ। ତମେ ଯୋଉ ସ୍ତ୍ରୀ ମତେ ଦେଲ, ସେଇ ସ୍ତ୍ରୀ ମତେ ଖୁଆଇଲା। ମାନେ ଦେଖନ୍ତୁ, ଆଦମ ସେ କଣ କରୁଅଛନ୍ତି? ବ୍ଲେମ କରୁଅଛନ୍ତି। କିନ୍ତୁ ମୋ ପ୍ରିୟ ମାନେ, ପରମେଶ୍ୱର ଗୌରବ, ଆଦମଙ୍କର ପାପକୁ ପ୍ରଭୁ ଜଗି ନଥିଲେ। ପ୍ରଭୁ ଜଗତର ପତନାବଧି ପୂର୍ବରୁ, ଫାଉଣ୍ଡେସନ ପୂର୍ବରୁ, from before the foundation of this world, ପ୍ରଭୁ ସାଲଭେସନ ର ଯୋଜନା କରିଥିଲେ, ପରିତ୍ରାଣର ଯୋଜନା କରିଥିଲେ। ହାଲେଲୁୟା। ମୋ ପ୍ରିୟମାନେ, ଆଜି ଆମମାନେ କଣ କରୁଛୁ? 2025 ପୂର୍ବେ ଘଟିଥିବା ରେଜରେକ୍ସନ ଡେ, ପ୍ରଭୁ ଯୀଶୁ ଉଠିଥିଲେ। କେତେ ଜଣ ପାଇଁ ଥିଲେ? ହଁ, ସେ ଉଠିଥିଲେ, କିନ୍ତୁ ମୋ ପ୍ରିୟମାନେ, ମୁଁ କହିବା ପାଇଁ ଚାହୁଁଛି, the resurrection of Jesus Christ is not just historical event. Now, what is the meaning of history? Anyone? ଇତିହାସର ଅର୍ଥ କଣ? What is the meaning of history? କିଏ କହିବ? କୁହ, କିଏ ଜଣେ? ଇତିହାସ ବୋଲି କହିଲେ କଣ? Anyone, please? ହ୍ୟାଲୋ। ଯୋଉ ଘଟଣା ଘଟି ଯାଇଛି, ସେଟା ଲିପିବଦ୍ଧ ହେଇକି ଅଛି। ହଁ, ଯୋଉ ଘଟଣା ଅତୀତରେ ଘଟି ଯାଇଛି ଏବଂ ତାକୁ ଲିପିବଦ୍ଧ ମଧ୍ୟ କରି ଲେଖା ହେଇଛି କି ଅମୁକ ବିଷୟ ହେଇଥିଲା। ଠିକ ଅଛି, ଆମେ ହିଷ୍ଟ୍ରି ପଢୁଛୁ, ଅନେକ ରାଜା ମହାରାଜା, ଯୁଦ୍ଧ, ବିଭିନ୍ନ ପ୍ରକାର ବିଷୟରେ ଆମେ ହିଷ୍ଟ୍ରିରେ ପଢୁଛୁ। ଯୋଉମାନେ ହିଷ୍ଟ୍ରି ଷ୍ଟୁଡେଣ୍ଟ ସେମାନେ ଜାଣିଛନ୍ତି। କିନ୍ତୁ ମୋ ପ୍ରିୟ ମାନେ,
ଆମମାନେ ଯୀଶୁ ଖ୍ରୀଷ୍ଟଙ୍କର ଆଉ ହିଷ୍ଟୋରିକାଲ ଇଭେଣ୍ଟ କୁ ଆମମାନେ କଣ କରୁଛୁ, ସେଲିବ୍ରେଟ କରୁଛୁ। କିଏ କିଏ 40 ଦିନ ଉପବାସ କରନ୍ତି, କିଏ କିଏ ମର୍ମାହତ ହେଇଯାନ୍ତି, କିଏ କିଏ ଛାର ମାନେ ନିଆଁ ପୋଡି ଦେଇଥିବା ଛାର ମୁଣ୍ଡରେ ଲଗେଇ ଦିଅନ୍ତି, ଅଖାର ଦୌଡ଼ି ବାନ୍ଧି ହେଇ ଦିଅନ୍ତି। ଅନେକ ପ୍ରକାର ଇଭେଣ୍ଟ ଚାଲିଅଛି ଯେହେତୁ ଯୀଶୁ ମରିଛି। ଇଟ୍ ଇଜ ଅ ଲିଭିଂ ପାୱାର। ରେଜରେକ୍ସନ ଖାଲି ରେଜରେକ୍ସନ ହେଇକି ରହିଯାଇନି। It is the living power available to every believer even today. Hallelujah. Our জীবন্ত শক্তি, hallelujah, শক্তিକୁ ଗ୍ରୀକ ଭାଷାରେ dunamis ବୋଲି କୁହାଯାଏ। hallelujah. Atomic power, hallelujah, dunamis, hallelujah, ଗୋଟେ living power available ଯୋଗେଇ ଦିଆଯାଇଛି even ଆଜି ମଧ୍ୟ। hallelujah. ଆଜି ମୁଁ ରେଜରେକ୍ସନ ର ଶକ୍ତିରେ ବାସ କରୁଅଛି। ଆଜି ମୁଁ ପୁନରୁତ୍ଥାନର ଶକ୍ତିରେ ଅଛି। ଆଜି ମୁଁ ପୁନରୁତ୍ଥାନର ଶକ୍ତିରେ ଥିବାରୁ ଶୈତାନ ମତେ ଡରୁଅଛି, ପରିସ୍ଥିତି ମତେ ଡରୁଅଛି, ମତେ ମୋର ଶତ୍ରୁ ମାନେ ଡରୁଅଛନ୍ତି। କାରଣ ସେ ପୁନରୁତ୍ଥାନର ଶକ୍ତି କେବଳ 2026 ବର୍ଷ ପୂର୍ବେ ତା ସେମିତି ହେଇକି ରହିଗଲା। କେବଳ ଯୀଶୁଙ୍କ ପାଖରେ ସେଇ ଶକ୍ତି ଅଛି, ଆଉ କାହା ପାଖରେ ନାହିଁ। ଏଇ ମନୋଭାବ ଭୁଲ ମନୋଭାବ ଅଟେ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି, ଯୋଉମାନେ ଆଜି ଏ ବାକ୍ୟ ଶୁଣୁଅଛନ୍ତି, ଆମମାନଙ୍କର ବିନୟ ଭାଇ ହୁଅନ୍ତୁ, ମଧୁ ଭଉଣୀ ହୁଅନ୍ତୁ, ପୂର୍ଣ୍ଣ ଭାଇ ହୁଅନ୍ତୁ, ଆମମାନଙ୍କ ପ୍ରଶାନ୍ତ ଭାଇ ହୁଅନ୍ତୁ, କିଏ ମାନେ ସୁରଭି ଭଉଣୀ ହୁଅନ୍ତୁ, କି ବୀରେନ୍ଦ୍ର ଭାଇ ହୁଅନ୍ତୁ, କି ଅମର ଭାଇ ହୁଅନ୍ତୁ, ଆଜି ମୁଁ କହିବା ପାଇଁ ଚାହୁଁଛି, ଏଇ ଶକ୍ତି the dunamis power of the Lord, ପରମେଶ୍ୱରଙ୍କର ସେଇ ମହାନ ଶକ୍ତି, ପୁନରୁତ୍ଥାନର ଶକ୍ତି ଆଜି ମୋ ମଧ୍ୟରେ କାମ କରୁଅଛି, ମୋ ମଧ୍ୟରେ ଅଛି। So celebration mandatory every day. Hallelujah. ପ୍ରତ୍ୟେକ ଦିନ ସେଲିବ୍ରେସନ ଆମଙ୍କର ଜୀବନରେ ରହିବା ଆବଶ୍ୟକତା ରହିଅଛି, ଯେହେତୁ ପୁନରୁତ୍ଥାନର ଶକ୍ତି ଆମମାନଙ୍କର ଜୀବନରେ କାମ କରୁଛି। Hallelujah. Hallelujah. କଣ ଆପଣ ମାନେ ଖୁସି ନାହିଁ? କଣ thumbs up ଦେବେ ନାହିଁ କି? Hallelujah. ଯେହେତୁ ମୋ ପ୍ରିୟ ମାନେ କହିବା ପାଇଁ ଚାହୁଁଛି, ସେଇ ପୁନରୁତ୍ଥାନର ଶକ୍ତି ଆପଣମାନଙ୍କୁ right now ଏଇ ପ୍ରଭାତ ସମୟରେ ମୁଁ କହିବା ପାଇଁ ଚାହୁଁଛି, ଆପଣମାନଙ୍କୁ ସେଇ ଶକ୍ତି ମିଳିଅଛି ମୋ ପ୍ରିୟ ମାନେ। I have the resurrection power. Even now I celebrate the resurrection. ଶୈତାନ ମତେ ଡରୁଛି, ପରିସ୍ଥିତି ମତେ ଡରୁଛି, ଓ hallelujah, ପ୍ରତ୍ୟେକ ଅଭାବ ମତେ ଡରୁଛି, hallelujah, କାରଣ ସେଇ ଶକ୍ତି ସୀମିତ ହୋଇ ରହିପାରିବ ନାହିଁ। The same power that raised Jesus Christ from the dead is working in you right now. hallelujah. ସେଇ ସମାନ ଶକ୍ତି, ଯୋଉ ଶକ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ପୁନରୁତ୍ଥାନ କରେଇଲା, ମୃତ ମାନଙ୍କ ମଧ୍ୟରୁ ଉଠେଇଲେ, ସେଇ ସମାନ ଶକ୍ତି ଟିକେ ଲେସ୍ ନାହିଁ। କିଏ ଜଣେ କହୁଥିବେ କି 50% ଲେସ୍ ଭାଇ, ନାଇଁ ଭାଇ 30% ଲେସ୍, ନାଇଁ ଭାଇ 1% ତ ଲେସ୍ ଥିବ, କାହିଁକିନା ସେ ପ୍ରଭୁ ଥିଲେ ଏବଂ ମୁଁ ମନୁଷ୍ୟ। ଆପଣ ମାନେ ମନୁଷ୍ୟ ନୁହନ୍ତି, ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ମୃତ୍ୟୁବରଣ କରିଅଛି, hallelujah, ଏବଂ ମୁଁ ନିଜେ ନିଜର ନୁହେଁ, ଖ୍ରୀଷ୍ଟ ମୋର ମାଲିକ ଅଟନ୍ତି, ସେ ମୋ ମଧ୍ୟରେ ଅଛନ୍ତି। ତେବେ ଗୋଟେ କମା କି 1% କି 0.5% ମଧ୍ୟ ଚାନ୍ସ ନାହିଁ କମିବାର। 100% ରେଜରେକ୍ସନ ପାୱାରରେ ମୁଁ ବଞ୍ଚୁଅଛି। ଡାଉନ୍ ଚାଲିଛି କି ଆପଣଙ୍କର ସ୍କୁଲ ଯଦି ଡାଉନ୍ ଚାଲିଅଛି, ଆପଣଙ୍କ ପରିବାର ଯଦି ଡାଉନ୍ ଚାଲିଅଛି, ଆପଣ ଷ୍ଟିଲ୍ ୟୁ ଆର୍ ଲୁକିଂ ଫର ଅ ଜବ୍, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି, ଅଥରିଟିରେ ଅଧିକାର ସହିତ କୁହନ୍ତୁ ଯେ ଯୀଶୁ ତୁମର ପୁନରୁତ୍ଥାନର ଶକ୍ତିରେ ମୁଁ ମାଗୁଅଛି, ଏଇ ବିଷୟ ସମାଧାନ ହେଇଯାଉ। hallelujah. The resurrection power is very important in a Christian believer's life. hallelujah. Resurrection ଶକ୍ତି ବା ପୁନରୁତ୍ଥାନର ଶକ୍ତି ଆମ ମାନଙ୍କୁ ନୂତନ ଜୀବନ ଦେଇଥାଏ। Praise the Lord. ନୂତନ ଜୀବନ ଦେଇଥାଏ। ପଢିବା, ଏ ଯୋଉ ପଢିବେ 2 Corinthians 5:17।
ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ସୃଷ୍ଟି ହୋଇଅଛି। ଆମେନ୍। Hallelujah. When Jesus rose, he made it possible for us to become a new creation. I am the new creation. The old is past. जो माने past रे बंचंती ए वर्तमान रे सेमानकर भविष्यत मध्य नष्ट हे जीव। सेति पाई हमने past को past रे रखिबा, past रो खराब अनुभूति, past रो खराब विषय, past रे करिथिबा मौल्य विषय मध्य सब विषय को हमने छाड़ी देबा, कारण प्रभु सेठु हमन को वर्तमान को आनी रखसंती। हालेलुया। Old life is gone. पुरातन जीवन गला ताको आनिबा नाही। Sin has no dominion over you. माने पाप तुम ऊपर राजत्व करि परिबो नाही। You receive a new identity. Praise the Lord. आपण माने नूतन परिचय पाइयछंती, न्यू आइडेंटिटी। Praise the Lord. Hallelujah. थरे मो बाइक चले जाउथली एनएससी रे, हम सुनाडा एनएससी रे हेलमेट चेकिंग चलता। पुलिस भाई माने भौणी माने समस्त आगरे ठीक अछन। पछरे जणे लोक सिविल ड्रेस रे अछि, मु जानि छी से पुलिस लोक देखितिली, किंतु जेतु से सिविल ड्रेस रे थिला मते कहूची तुम हेलमेट काई तुम नंबर हम टिपी को पैसा दियो, चैनल माने पैसा हम देवा को पड़ी। तापर कोन हेची मु कहली अजे मोर हेलमेट नहीं, किंतु तुमरो यूनिफॉर्म बदे तो नहीं, यूनिफॉर्म जदि नथिले मु केमिति तुमको हेलमेट रो चैनल दे माने सॉरी पैसा देबी, जुर्माना देबी। अगर मु तो पुलिस, तुम कोन जानिनो, अब तो ड्रेस पिंदिनो, हमने तुम पुलिस नुहो। मु कोन कहले धीरे धीरे चली, ठीक अछि। से मते आश्चर्य हो गेला। कहबार माने होची एटा कि अमानकर आइडेंटिटी चेंज हो जाइछि। आइडेंटिटी कार्ड का जीवन रछि, अनेक स्कूल आइडेंटिटी कार्ड करछथि, अनेक ऑफिस नालको एचएल, अनेक माने इंडस्ट्रियल लोक माने, अनेक कॉलेज, अनेक स्कूल आइडेंटिटी कार्ड को से माने रखि अछि। त मो प्रिय माने एई आइडेंटिटी कार्ड हमरो ना लेखा होछि, ब्लड ग्रुप, ओ घर केमिति एड्रेस, तापरे हमनकर कोन रहि गेला मोबाइल नंबर, सब विषय लिखा होछि। ठीक से प्रकार भावरे हम मानकर जीवन रो आइडेंटिटी कार्ड होछि यीशु ख्रीष्टଙ୍କର रक्त। हालेलुया। यीशु ख्रीष्टଙ୍କର रक्त को शैतान डरि थाए, यीशु ख्रीष्टଙ୍କର रक्त को परिस्थिति डरि थाए, यीशु ख्रीष्टଙ୍କର रक्त को प्रत्येक रोग डरि थाए। हालेलुया। सही रक्त रो आइडेंटिटी आज प्रभु हमन को देइछथि, शैतान दूररो देखि के डरिबो। Hallelujah. हम मानकर आइडेंटिटी चेंज है। You are not the same person anymore. आपण माने से समान व्यक्ति नांती, आपण माने से समान व्यक्ति हे परिबे नाही, कारण प्रत्येक दिन गौरव को आप माने पढ़ी जाउछु, प्रत्येक दिन तांकर महिमा को माने पढ़ी जाउछु। Hallelujah. Resurrection power transform your past and give you a fresh beginning. Hallelujah. पुनरुत्थान शक्ति आपण मानकर पुरातन स्वभावरु, पुरातन जीवनरु, पुरातन पापरु आपनको स्नैच करी आनी गोटा फ्रेश बिगिनिंग रे पहुंचाओ अछि प्रिय माने। हालेलुया। डोंट लिव इन अ पास्ट। हम मानकर अतीत रे आ माने पहुंचीबा नाही मो प्रिय माने। जा घटी गला, जा हेई गला ता हेई गला, जा फेलियर होला ता हेई गला, जा लॉस होला तारा हेई गला, किंतु परमेश्वर चाहते प्रभात समय रे जेते जण जुड़ित होई के अछंती समस्त को गोटे फ्रेश बिगिनिंग दवा पाए, गोटे परिवार को गोटे फ्रेश बिगिनिंग दवा पाए, गोटे दंपति को फ्रेश बिगिनिंग दवा पाए। व्हाई यू आर अपसेट अबाउट द पास्ट डीड्स एंड ऑल। आपण मानकर माने पुरातन बा अतीत रे घटी जाइतबा घटना को नै एबे काई कि आपण माने निराश रे अछंती, हताश रे अछंती। प्रिय मन मु कहबा पे चाहूची आपनकर पास्ट को बा अतीत को
ଛୋଡେଇ ଦେଇଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆପଣଙ୍କର ପାପରୁ ଆପଣଙ୍କୁ ପରିତ୍ରାଣ ମିଳି ସାରିଛି, ଆପଣଙ୍କର ପାପରୁ ଆପଣଙ୍କୁ ସଲ୍ୟୁସନ ମିଳି ସାରିଛି। ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଶକ୍ତି ଆପଣଙ୍କର ଜୀବନରେ କାର୍ଯ୍ୟ କରୁଅଛି। ହାଲେଲୁୟା। ମୋ ପ୍ରିୟମାନେ, resurrection power defeat the death and fear ଆମମାନଙ୍କ ଜୀବନରେ ଆଉ ମୃତ୍ୟୁ ଏବଂ ଭୟର ଶକ୍ତି କାର୍ଯ୍ୟ କରୁଛି। କିନ୍ତୁ ମୃତ୍ୟୁକୁ ଯୀଶୁ ଖ୍ରୀଷ୍ଟ ହରାଇ ଦେଇଛନ୍ତି। ଭୟ ଆଉ ଆମମାନଙ୍କର ଜୀବନରେ ଆସିପାରିବ ନାହିଁ। ସେଥିପାଇଁ ପ୍ରଥମ କରନ୍ତୀୟ 15:55 ପଢ ଭଳି। ପ୍ରଥମ କରନ୍ତୀୟ 15:55। Okay. 55 55 55 ଜୟ ଜୟ ମୃତ୍ୟୁକୁ ଗ୍ରାସ କରିଅଛି, ରେ ମୃତ୍ୟୁ କାହିଁ ତୋର ଜୟ, ରେ ମୃତ୍ୟୁ ଜୟ ମୃତ୍ୟୁକୁ ଗ୍ରାସ କରିଅଛି, ରେ ଜୟ କାହିଁ ତୋର ମାନେ ରେ ମୃତ୍ୟୁ କାହିଁ ତୋର ଜୟ, ରେ ମୃତ୍ୟୁ କାହିଁ ତୋର ନାହୁର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୃତ୍ୟୁକୁ ପ୍ରଭୁ ଯୀଶୁ ଡିଫିଟ୍ କରିଦେଲେ, ହରାଇ ଦେଲେ। ମୃତ୍ୟୁର ଭୟ ନାହିଁ। ଆପଣ ମାନେ ଭୟ କରୁଥିବେ, କିନ୍ତୁ ଆଜି ମୁଁ କହିବା ପାଇଁ ଚାହୁଁଛି ମୃତ୍ୟୁକୁ ଭୟ ନାହିଁ। ସେଥିପାଇଁ ପ୍ରେରିତ ପାଉଲ ସେ କଣ ବୋଲି କହୁଛନ୍ତି? ପ୍ରେରିତ ପାଉଲ ଯେ ଭୟ ଆଉ ନାହିଁ। ତିମୋଥୀକୁ କହୁଛନ୍ତି ଆମମାନେ ଭୀରୁତାର ଆତ୍ମା ପାଇନାହୁଁ। ପ୍ରେରିତ ପାଉଲ କହୁଛନ୍ତି ରେ ମୃତ୍ୟୁ କାହିଁ ତୋର ଜୟ, ରେ ମୃତ୍ୟୁ କାହିଁ ତୋର ନାହୁର। Oh death, where is your sting? Hallelujah. Death was the greatest enemy of all the human race. Hallelujah. ମୃତ୍ୟୁ ପ୍ରତ୍ୟେକ ମାନବ ମାନଙ୍କ ପାଇଁ ସବୁଠୁ ବଡ ଶତ୍ରୁ ଥିଲା ଏବଂ ସେଇ ଶତ୍ରୁକୁ ଯୀଶୁ ଖ୍ରୀଷ୍ଟ ମରିବା ଦ୍ୱାରା, କବରସ୍ଥ ହେବା ଦ୍ୱାରା ନରକକୁ ଯାଇଥିଲେ ସେ, ଆଉ ତା କରିବା ଦ୍ୱାରା ନରକର କଞ୍ଚିକୁ ସେ କଣ କଲେ? ଛଡେଇକିରି ଆଣିଲେ, ଚାବିକୁ ଛଡେଇକିରି ଆଣିଲେ, ସେ ଅଧିକାରକୁ ଛଡେଇକିରି ଆଣିଲେ ଯାହା ଆଦମ ଦ୍ୱାରା ଶୈତାନ ନେଇ ଯାଇଥିଲା। ସେଇ ଅଧିକାରକୁ ସେ ଛଡେଇଲେ। ହାଲେଲୁୟା। ମୋ ପ୍ରିୟ ମାନେ, ମୁଁ କହିବା ପାଇଁ ଚାହୁଁଛି ଆଜି କଣ ଆପଣ ମାନେ ଭୟରେ ବଞ୍ଚି ଅଛନ୍ତି ମୋ ପ୍ରିୟ ମାନେ? ହାଲେଲୁୟା। ମୁଁ କହିବା ପାଇଁ ଚାହୁଁଛି ମୋ ପ୍ରିୟ ମାନେ, fear loss its grip, ଭୟ ତାର ପକଡକୁ ହରେଇ ଦେଲା। ହାଲେଲୁୟା। ଆଉ ଭୟ ଆମମାନଙ୍କ ଜୀବନରେ ନାହିଁ। ଯୋଉମାନେ ପୁନରୁତ୍ଥାନର ଶକ୍ତିରେ ବଞ୍ଚନ୍ତି, ଭୟ ସେମାନଙ୍କର ଜୀବନରେ ରହିପାରିବ ନାହିଁ। ଚିନ୍ତା, ଡିପ୍ରେସନ ତାଙ୍କ ଜୀବନରେ ରହିପାରିବ ନାହିଁ। ପ୍ରତ୍ୟେକ ଡିପ୍ରେସନକୁ, ଚିନ୍ତାକୁ ସେ ଭାଙ୍ଗି ଦେଇଅଛନ୍ତି। ଇଟର୍ନାଲ ଲାଇଫ ଇଜ ସକ୍ସିଡ୍ ଇନ୍ ୟୋର ଲାଇଫ। ହାଲେଲୁୟା। ଅନନ୍ତ ଜୀବନ ଆପଣଙ୍କର ଜୀବନରେ ପ୍ରଦତ୍ତ କରାଯାଇଛି just because of the power of the resurrection. ପୁନରୁତ୍ଥାନର ଶକ୍ତିରେ ଆପଣ ମାନଙ୍କୁ ସେଇ ଅନନ୍ତ ଜୀବନ ଏବେ ଦିଆଯାଇଛି। ହାଲେଲୁୟା। ମୁଁ ଅନନ୍ତ ଜୀବନରେ ପ୍ରବେଶ କରିବି ନାହିଁ, ମୁଁ ଅଲରେଡି ଅନନ୍ତ ଜୀବନରେ ଅଛି। ହାଲେଲୁୟା। ବାକ୍ୟ ଅନୁସାରେ ମୁଁ ଅଲରେଡି ଅନନ୍ତ ଜୀବନରେ ଅଛି। ଏଇଟା କିଏ ଛଡେଇ ନେଇ ପାରିବ ନାହିଁ ମୋ ପ୍ରିୟ ମାନେ। ହାଲେଲୁୟା। ସେଥିପାଇଁ ପ୍ରେରିତ ପାଉଲ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଆମେ ମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିବା। ଏବଂ ପ୍ରେରିତ ପାଉଲ କହୁଛନ୍ତି ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ ଅଟନ୍ତି ଏବଂ ମୃତ୍ୟୁ ଭୋଗ ଲାଭଜନକ ଅଟେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମୋ ପ୍ରିୟ ମାନେ, because he lives we have nothing to fear. ସେ ବଞ୍ଚିଛନ୍ତି, ସେଥିପାଇଁ ମୁଁ ଭୟ କରିବି ନାହିଁ। ମୋ ବାପା ମୋ ଛୁଆ ମାନେ କାଲି ପାର୍କରେ ଖେଳିବା ପାଇଁ ଗଲେ। ମୁଁ ଆଉ ମୋ ମିସେସ୍ ସେମାନଙ୍କୁ ପାର୍କରେ ଖେଳିବା ପାଇଁ ନେଇଥିଲୁ। ଝିଅ ପୁଅ ଖେଳୁଛନ୍ତି, ଟିକେ ଟିକେ ଆସି ଦେଖୁଛନ୍ତି, ମା ବାପା ବସିଛନ୍ତି ତ ଆଉ ଚାଲି ଯାଉଛନ୍ତି, ଖେଳୁଛନ୍ତି। ଆଉ ଟିକେ ପରେ ସ୍ଥାନ ପୁଅ ଆସୁଛି, କହୁଛି ମା ବାପା ଅଛ ତ, ଆଉ ପଳେଇ ଯାଉଛି। ମାନେ ଫିଲ୍ଡରେ ସେମାନେ କାହାକୁ ଭୟ କରୁନାହାନ୍ତି, ପାର୍କରେ ସେମାନେ କାହାକୁ ଭୟ କରୁନାହାନ୍ତି, ମଜାରେ ଖେଳୁଛନ୍ତି। କଣ ପାଇଁ? ତାଙ୍କର ମା ବାପା ଅଛନ୍ତି।
Hallelujah. ତମ ପ୍ରିୟ ମାନେ because Christ live I will face tomorrow. ଇଂରାଜୀରେ ଗୋଟେ କଥା ଅଛି, ମାନେ ଗୋଟେ ଗୀତ ଅଛି, because he lives I will face tomorrow. Because he lives all fear is gone. Because I know, yes I know, he holds my future. The life is worth the living just because Christ lives. Because Christ lives, I will face tomorrow. Hallelujah. I don't know my tomorrow. Moro kali ko mo jani nai. Do you know your tomorrow? ଆପଣଙ୍କର tomorrow को ଜାଣିଛନ୍ତି କି? ମୋ ପ୍ରିୟ ମାନେ ମୁଁ ଜାଣି ନାହିଁ, ମାତ୍ର ମୋର tomorrow କୁ ପ୍ରଭୁ ପହଞ୍ଚି ସାରିଛନ୍ତି। ମୋର tomorrow ପାଇଁ ପଥ ପ୍ରସ୍ତୁତ କରିଛନ୍ତି। ମୋର tomorrow କୁ ସେ ପ୍ରଭୁ ସମ୍ଭାଳି ଦେଇଛନ୍ତି। ବର୍ତ୍ତମାନ ଖ୍ରୀଷ୍ଟ ଯେହେତୁ ବଞ୍ଚିଛନ୍ତି, ଜୀବିତ ଅଛନ୍ତି, ସେଥିପାଇଁ ମୁଁ କାଲି ଫେସ୍ କରିବି। Because he lives, I will face tomorrow. Hallelujah. ସେ ବଞ୍ଚିଛନ୍ତି, ସେଥିପାଇଁ ମୁଁ କାଲି ଫେସ୍ କରିବି। Hallelujah. Because Christ lives. Hallelujah. ତାଙ୍କର ପୁନରୁତ୍ଥାନର ଶକ୍ତି ମୁଁ ସେଲିବ୍ରେଟ୍ ଖାଲି ବର୍ଷକୁ ଥରେ କରୁନାହିଁ, ମୁଁ ପୁନରୁତ୍ଥାନର ସେଲିବ୍ରେଟ୍ ଏଭ୍ରି ଡେ କରୁଛି। ମୁଁ ନିଜକୁ ମନେ ପକେଇ ଦଉଛି, ମୁଁ ରୋଗକୁ ମନେ ପକେଇ ଦଉଛି, ମୋର ଅଭାବକୁ ମନେ ପକେଇ ଦଉଛି, ମୋର ପରିସ୍ଥିତିକୁ ମନେ ପକେଇ ଦଉଛି। You all situation listen, you all disease listen, you all sin listen, because my Christ lives. I celebrate resurrection every day in my life. ସବୁଦିନ ମୁଁ ଖ୍ରୀଷ୍ଟକୁ ପୁନରୁତ୍ଥାନ ଶକ୍ତିକୁ ମୁଁ ଉପଭୋଗ କରୁଛି। Hallelujah. Resurrection power gives you authority. ପୁନରୁତ୍ଥାନର ଶକ୍ତି ଆପଣମାନଙ୍କୁ କଣ ଦେଇଥାଏ? ଅଧିକାର ଦେଇଥାଏ। ଏଫେସିୟ 1:19-21 ଲେଖା ହେଇଛି। ଏଫେସିୟ 1:19-21 ଲେଖା ହେଇଛି। ପୁଣି ବିଶ୍ୱାସୀ ଯେ ଆମେମାନେ ତାଙ୍କର ଶକ୍ତିର କାର୍ଯ୍ୟ ସାଧକ ପରାକ୍ରମ ଅନୁସାରେ ଆମ ମାନଙ୍କର ପ୍ରତି ତାଙ୍କର ଶକ୍ତି ଅତ୍ୟଧିକ ମହତ୍ଵ କଣ ଏସବୁ ଜାଣିପାର। ସେଇ ଶକ୍ତି ଯେ ଖ୍ରୀଷ୍ଟଙ୍କ ଠାରେ ସାଧନ କରି ତାଙ୍କୁ ମୃତ ମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ 1, କର୍ତ୍ତାପଣ 2, ଶକ୍ତି 3, ପ୍ରଭୁତ୍ୱ 4, ପୁଣି ଏହକାଳ ଓ ପରକାଳରେ ଯେତେ ନାମ ଖ୍ୟାତ 5, ସେଇ ସମସ୍ତ ଉପରେ ତାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ। Hallelujah. The resurrection power placed Jesus above all power, all dominion, all everything. ସମସ୍ତଙ୍କ ଉପରେ ପ୍ରଭୁ ଯୀଶୁଙ୍କୁ ଉଠାଗଲା। ସେ ସିଂହାସନରେ ବିରାଜମାନ ହେଇଅଛନ୍ତି। And now you are the seated people with him. Hallelujah. ବାଇବଲ ରେ ପ୍ରେରିତ ପାଉଲ କହୁଛନ୍ତି, ତୁମେ ମାନେ ସ୍ୱର୍ଗୀୟ ସ୍ଥାନ ମାନଙ୍କରେ ଉପବେଶନ କରାଇ ଦିଆଯାଇଅଛ। ଖ୍ରୀଷ୍ଟ ମସ୍ତକ ଆପଣ ମାନେ ଏବଂ ମୁଁ ଶରୀର ମଣ୍ଡଳୀ ଶରୀର। ସେଥିପାଇଁ ମୋ ପ୍ରିୟ ମାନେ ଆମେ ମାନେ ମଧ୍ୟ ସିଂହାସନରେ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ବସିଅଛୁ। We are seated with Christ. କଥା ଶୁଣିବାକୁ ବାଧ୍ୟ। You don't fight for victory, but you fight from the victory. Hallelujah. ଆପଣ ମାନେ ବିଜୟ ହେବା ପାଇଁ ଯୁଦ୍ଧ କରୁନାହାନ୍ତି, ଆପଣ ବିଜୟ ହେଇ ସାରିଛନ୍ତି। Hallelujah. ଆପଣଙ୍କୁ ବିଜୟ କରାଇ ଦିଆଯାଇଛି। Hallelujah. You are the victorious. ଆପଣ ବିଜୟ ପାଇଁ ବାଇବଲରେ ମାନେ ରୋମିଓ 8:37 ଲେଖା ହେଇଛି ଯେ ଆମେ ଏଇ ସମସ୍ତ ବିଷୟରେ ସର୍ବତ ଭାବରେ, ବଢିଆ ଲାଗେ ମତେ ନେ ପ୍ରେରିତ ପାଉଲଙ୍କର ଭାଷା, ଏଇ ସମସ୍ତ ବିଷୟରେ ସର୍ବତ ଭାବରେ ଆମମାନେ ବିଜୟୀ ଅଛୁ। We are more than conqueror in all these things. Hallelujah.
all these things रे कौन अछि सबु अछि ए समस्त विषय रे कौन अछि सबु अछि hallelujah everything is there सुरेखा बोली everything is there hallelujah वीरेंद्र भाई समस्त विषय अछि praise the lord आमे विजय अटो resurrection power brings restoration पुनरुत्थान शक्ति आमान को पुनर्स्थापन करि थाए पुनर्बार गठन करि देई थाए भांगी देइतिबा घर भांगी देइतिबा दंपति भांगी देइतिबा रिलेशनशिप सब पुनर्गठन हे थाए प्रेज द लॉर्ड हालेलुया सितपे म प्रेम माने प्रभु जहा सब माने हमन को जीवन में न्याय जाईची से सब माने फेरी पाइबा गोटे वाक्य माने पढिबा भौणी सुरभि भौणी पढंतो जोएल को पुस्तक जोएल 2 तार 25 जोएल 2 तार 25 ଆଉ ଆମ୍ଭେ ତୁମମାନଙ୍କ ମଧ୍ୟରୁ ଆପଣାର ଯେଉଁ ମହା ସୈନ୍ୟ ଦଳ ଅର୍ଥାତ୍ ପଙ୍ଗପାଳ ପତଙ୍ଗ କୁକୁରିଆ ଓ ଶୁକକୀଟ ପଠାଇଲୁ ସେମାନେ ଯେଉଁ ବର୍ଷ ଶସ୍ୟାଦି ଖାଇଅଛନ୍ତି ତାହା ଆମ୍ଭେ ତୁମମାନଙ୍କୁ ଫେରାଇ ଦେବା ଆମେନ୍ ଆପଣ ମାନଙ୍କର ଯାହା ସବୁ ଖାଇ ଦିଆ ଯାଇଛି ଲସ୍ ହେଇ ଯାଇଛି ଯାହା ସବୁ ଚାଲି ଯାଇଛି ସେ ସବୁ ବିଷୟକୁ ପୁନର୍ଗଠନ କରିବା ପାଇଁ ପ୍ରଭୁ କହୁଛନ୍ତି ହାଲେଲୁୟା ତା ଆମ୍ଭେ ତୁମକୁ ଫେରାଇବା ଦିସ୍ ଇଜ ଦ ପ୍ରମିସ୍ ଅଫ ଗଡ୍ ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରତିଜ୍ଞା ଅଟେ what was dead in your life ଯାହା ମରି ଯାଇଛି God can restore it hallelujah ପ୍ରଭୁ ଲାଜରକୁ କହିଲେ ଲାଜର ବାହାରି ଆସ hallelujah ପ୍ରଭୁ ଜାଇରସର ଝିଅକୁ କହିଲେ ତାଲିତା କୁମ୍ what is the meaning of ତାଲିତା କୁମ୍ ଆଗ ବାଳିକା ମୁଁ କହୁଛି ଉଠ praise the Lord ଆପଣଙ୍କ ଜୀବନରେ ମଧ୍ୟ ପ୍ରଭୁ ମହାନ କାର୍ଯ୍ୟ କରିବେ ଆପଣଙ୍କୁ ଯାହା ହରାଇ ଦେଇଛ because of the resurrection power ପ୍ରଭୁଙ୍କର ପୁନରୁତ୍ଥାନର ଶକ୍ତିରେ ଆପଣମାନେ ତାହା ଫେରି ପାଇବେ hallelujah glory khaba santo rikada mana soka rikanta raba hallelujah ମୋ ପ୍ରିୟମାନେ ମୁଁ କହିବା ପାଇଁ ଚାହୁଁଛି dead dream can come to life ଆପଣଙ୍କର ମରି ଯାଇଥିବା ସ୍ୱପ୍ନ ଜୀବିତ ହେଇଯିବ broken relationship can be healed your broken finance can be healed lost opportunity can return आपण मानकर opportunity जते जा opportunity आपण हराइछंती ता फेरी आसीबो मो प्रिय माने hallelujah resurrection means nothing is beyond God's power किछि मध्य परमेश्वरंकर शक्ति पुनरुत्थानर शक्ति र आगोकु किछि नाही मो प्रिय माने everything God can give it to you come on be happy oh glory 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 hallelujah celebrate 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 the victory of the Lord celebrate 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 the victory of the Lord paliba paliba Jesus ka joy paliba brahmane hallelujah resurrection means nothing is beyond God's power God's power is superior सर्पोन्नत सर्प जयी आपणकर सेई जीवन रे प्रभु तांगर पुनरुत्थान शक्ति से समान शक्ति देइछथि भाई से समान शक्ति देइछथि भौणी हालेलुया मो कहबा पय चाहूची ओ हालेलुया देवराज भाई को रेजिना भौणी को उषा भौणी को अमिता भौणी को बबिता भौणी को समस्त को से समान शक्ति हम मान को प्रभु देय संति मो प्रिय माने हालेलुया resurrection power lives in you आदि और से पुनरुत्थान शक्ति हम मान को मध्य रे वास करूछि रोमियो 8 तार 11 लिखाई छी रोमियो 8 तार 11 रे आ जे मृत मान को मध्य रे यीशु को उठैले तांकर आत्मा जदि तुम मान को ठारे वास करंती तेबे जे मृत मान को मध्य रे कृष्ण को उठैले से तुम मान को वास करूतिबा अपना आत्मा द्वारा
ତୁମ ମାନଙ୍କର ମଧ୍ୟ ଶରୀରକୁ ମଧ୍ୟ ସଜୀବ କରିବେ। Hallelujah. ମୋ ପ୍ରିୟମାନେ, the spirit that raised Jesus from the dead dwells in you. Hallelujah. ଆଜି ଆଉ କୋଉ ଆତ୍ମା ମୋ ମଧ୍ୟରେ ବାସ କରୁ। ଆଜି ଆଉ ମୁଁ ବିରୁତାର ଆତ୍ମା ପାଇନାହିଁ। ଆଜି ମୁଁ ବିଫଳତାର ଆତ୍ମା ପାଇନାହିଁ। ଆଜି ମୁଁ ଅଭାବର ଆତ୍ମା ପାଇନାହିଁ। ବଟ୍ ଆଜି ମୁଁ ରେଜରେକ୍ସନର ଆତ୍ମା ପାଇଛି। ପୁନରୁଦ୍ଧାରର ଶକ୍ତିର ଆତ୍ମା, ପବିତ୍ର ଆତ୍ମା ମୋ ଜୀବନରେ ଏବେ ଅଛନ୍ତି। You carry the divine energy of God. ଆପଣ ମାନେ ପରମେଶ୍ୱରଙ୍କର ଗୋଟେ ଡିଭାଇନ ଏନର୍ଜିକୁ ନିଜ ଭିତରେ ବୋହିକିରି ନେଇ ଯାଉଛନ୍ତି। ଯୋଉ ଏନର୍ଜି କେବେ ଲୋପ ପାଇବ ନାହିଁ, ଯୋଉ ଏନର୍ଜି କୁ କିଏ ହରେଇ ପାରିବ ନାହିଁ, ଯୋଉ ଏନର୍ଜି କେବେ ରହିବ ନାହିଁ, ଯୋଉ ଏନର୍ଜି ସୁସ୍ଥ କରି 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 ଚାଲିବ, ଯୋଉ ଏନର୍ଜି ସାହାଯ୍ୟ କରି 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 ଚାଲିବ। ଓ ହାଲେଲୁୟା। ମୋ ପ୍ରିୟ ମାନେ, ଯୋଉ ଏନର୍ଜି ପରିବାକୁ ସମାଳି 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 ଯିବ, ଯୋଉ ଏନର୍ଜି ଶାନ୍ତିକୁ ଆକର୍ଷଣ ଆକର୍ଷଣ, ଆନନ୍ଦକୁ ଆକର୍ଷଣ ଆକର୍ଷଣ କରିବ, ସେଇ ଏନର୍ଜି, the divine energy of God you have received today. Oh robo shatari kantor eva strandaraba. Hallelujah. Say energy ebe modhya apanko modhyare kama karuochi. Hallelujah. Say energy ebe modhya mo priya mane apanko jivan re karya karuochi. Mu koiba pai chauchi. Oh hallelujah. Oh roda bhoni ko, meroka bhoni ko, oh ratna bhoni ko, roshni sister ko, sushil mones ko, ସରଜମାଳା ଭଉଣୀକୁ ସେଇ ଶକ୍ତି ଏବେ ବି ତୁମ ମଧ୍ୟରେ କାର୍ଯ୍ୟ କରୁଛି। ତୁମେ ଶାନ୍ତିକୁ ଡାକି ପାରିବ, ତୁମେ ଆନନ୍ଦକୁ ଡାକି ପାରିବ, ଇଭେନ୍ ତୁମେ ଫାଇନାନ୍ସକୁ ବି ଡାକି ପାରିବ, ଫାଇନାନ୍ସକୁ ବି ଡାକି ପାରିବ, ତୁମର ସୁସ୍ଥତାକୁ ବି ଡାକି ପାରିବ। ଓ ରାବାସାଦ ରଖନ୍ଦାରା ବାଖାଦା, ତୁମେ ସୁସ୍ଥତାକୁ ମଧ୍ୟ ଡାକି ପାରିବ। ମୋ ପ୍ରିୟ ମାନେ, ସେଇ ଏନର୍ଜି ଆମ ଜୀବନରେ କାମ କରୁଛି। ଏବେ ମଧ୍ୟ ମୁଁ ହାରି ନାହିଁ। ପ୍ରଭୁ ମତେ ସେଇ ଶକ୍ତି ଦେଇଛନ୍ତି। You are not a weak person. ଆପଣ ମାନେ କାହିଁକି କାନ୍ଦୁଛନ୍ତି? ଆପଣ ଦୁର୍ବଳ ନୁହନ୍ତି। ଆପଣ କେବେ ବି ଦୁର୍ବଳ ନୁହନ୍ତି। Hallelujah. You are empowered daily. ଆପଣ ସବୁଦିନ ଶକ୍ତି ପାଉଅଛନ୍ତି। Christianity is not religious. ଶୁଣନ୍ତୁ, Christianity is not a religious. Christian ମାନେ ଗୋଟେ ଧାର୍ମିକ ବିଷୟ ନୁହେଁ, ବା ଧର୍ମ ବିଷୟ, ଧାର୍ମିକ ବିଷୟରେ ଧର୍ମ ବିଷୟ ନୁହେଁ। It is the resurrection life in action. ଏଟା ପୁନରୁତ୍ଥାନର ଶକ୍ତି କାର୍ଯ୍ୟରେ। Hallelujah. ପୁନରୁତ୍ଥାନର ଶକ୍ତି କାର୍ଯ୍ୟରେ। ଏଟା ଗୋଟେ ଧର୍ମ ନୁହେଁ। It is the way of life. এটা ଗୋଟେ ଧର୍ମ ନୁହେଁ। It is the holy life. এটা ଗୋଟେ ଧର୍ମ ନୁହେଁ। It is the true life. এটা ଗୋଟେ ଧର୍ମ ନୁହେଁ। It is the ସତ୍ୟ ଜୀବନ, ଆନନ୍ଦ ଜୀବନ, ଆକ୍ସନ ଜୀବନ, ଯୀଶୁଙ୍କ ପରି ଜୀବନ, ଯୀଶୁଙ୍କ ପରି ଚରିତ୍ରର ଜୀବନ, the nature of God, the character of God, the way, the word of God, the way of God. It is the true life of God. Satya jivana parmeshwarankara. It is not religious. Religious to aneko prakar bishay achi, kintu amane religious re bonchunu, ame reality re bonchuchu. Hallelujah. Asantu mo priya mane, amane samaste chakchu band. Oh, rakataba nibastoba rikere kamanandora ottaba. Hallelujah. The resurrection is not just something we celebrate. ଏହା ସେମିତି ନୁହେଁ କି ଯାହା ମାନେ ଉତ୍ସବ କରୁଛୁ, ପର୍ବ ପାଳନ କରୁଛୁ। It is something we live every day. ଆମେ ସବୁଦିନ ସେଇ resurrection ଶକ୍ତିରେ ବଞ୍ଚୁଅଛୁ। Because of the resurrection power, you raise above the challenges, you overcome the obstacle, you walk in victory every day. ଆପଣ ମାନେ ଚୁନୌତିକୁ ଅତିକ୍ରମ କରିଅଛନ୍ତି, ଆପଣ ପ୍ରତ୍ୟେକ ବାଧାକୁ ଅତିକ୍ରମ କରିଅଛନ୍ତି ଏବଂ ଆପଣ ବିଜୟର ସବୁଦିନ ଚାଲୁଅଛନ୍ତି।
ପ୍ରିୟ ମାନେ ମୁଁ କହିବା ପାଇଁ ଚାହୁଁଛି say this faith, ଆପଣ ମାନେ ଏ ବିଶ୍ୱାସକୁ ଘୋଷଣା କରନ୍ତୁ, କୁହନ୍ତୁ I walk in power of resurrection, ମୁଁ ପୁନରୁତ୍ଥାନର ଶକ୍ତିରେ ଚାଲିଥାଏ, ବଞ୍ଚିଥାଏ, ରହିଥାଏ ବୋଲିକିରି ଆପଣ ମାନେ ଆଜି ଏବେ କୁହନ୍ତୁ। Come on everybody, ମୁଁ ପୁନରୁତ୍ଥାନର ଶକ୍ତିରେ ରହିଥାଏ, ଚାଲିଥାଏ, ବଞ୍ଚିଥାଏ। Hallelujah। ଆଉ ପୁଣି କୁହନ୍ତୁ the life of Christ is in me, ଖ୍ରୀଷ୍ଟଙ୍କର ଜୀବନ ମୋ ମଧ୍ୟରେ ଅଛି, ଖ୍ରୀଷ୍ଟଙ୍କ ଜୀବନ ମୋ ମଧ୍ୟରେ ଅଛି। I am victorious over sin, sickness and death, ମୁଁ ପାପ, ରୋଗ ଏବଂ ମୃତ୍ୟୁକୁ ଜୟ କରିଅଛି। I am the victorious, I rise above all challenges, ପ୍ରତ୍ୟେକ ଚୁନୌତିର ଉପରେ ମୁଁ ଅଛି। Hallelujah। The same spirit that raised Jesus Christ from the dead, ସେଇ ସମାନ ଆତ୍ମା ଯିଏ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥିତ କରେ, ସେଇ ଆତ୍ମା ଆଜି ମୋ ମଧ୍ୟରେ ଅଛି। Hallelujah, 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 hallelujah. Lord, we worship you, Lord, hallelujah. पवित्र आत्मा पवित्र आत्मा मुझे ले जाओ यीशु के चरणों में। पवित्र आत्मा सिर्फ तेरे लिए, यीशु तेरे लिए, सिर्फ तेरे लिए, यीशु तेरे लिए, सिर्फ तेरे लिए, यीशु तेरे लिए मैं हाथ उठाता हूँ। आइ सर्वशक्तिमान महान पिता परमेश्वर ମୁଁ ପ୍ରାର୍ଥନା କରୁଛି ଆଜି ଯେତେ ବି ଡିଭାଇସ୍ ପ୍ରଭୁ ଆମମାନଙ୍କର ଗହଣରେ ଅଛନ୍ତି, ପ୍ରଭୁ ମୁଁ ପ୍ରାର୍ଥନା କରେ ପ୍ରଭୁ ତୁମର ଉପସ୍ଥିତି ସେମାନଙ୍କୁ ଭରି ଦେଉ, ତୁମର ପୁନରୁତ୍ଥାନର ଶକ୍ତି ସେମାନଙ୍କ ଜୀବନରେ ଆସିଯାଉ ଯୀଶୁଙ୍କ ନାମରେ। In the mighty name of Jesus, in the mighty name of Jesus, ପ୍ରଭୁ ଯୀଶୁଙ୍କ ନାମରେ ଅନ୍ଧକାର ଶକ୍ତି ଚାଲିଯାଉ। ଯୋଉମାନେ ଯାଜୁଟନା ପ୍ରଭୁ ଇନଫ୍ଲୁଏନ୍ସ ରେ ଆସିଅଛନ୍ତି, ଫେସ୍ କରୁଛନ୍ତି, ସେମାନଙ୍କ ଜୀବନ ପ୍ରତ୍ୟେକ ପାଙ୍ଗଣ ବୁଦ୍ଧି ଯାଦୁଟଣା witchcraft ଯୀଶୁଙ୍କ ନାମରେ out in the name of Amen. ଯୋଉମାନେ ପ୍ରଭୁ ବନ୍ଧ ଆତ୍ମା ପ୍ରେତ ଆତ୍ମାର ପ୍ରଭୁ ପିତା ପରମେଶ୍ୱର ଭୟରେ ଅଛନ୍ତି ଏବଂ ସେମାନଙ୍କର ପ୍ରେଜେନ୍ସ କୁ ଅନୁଭବ କରୁଛନ୍ତି, ଯୀଶୁଙ୍କ ନାମରେ ସେଇ ଘରରୁ, ସେଇ ଜାଗାରୁ, ସେଇ ମନ୍ଦ ଆତ୍ମା ଯୀଶୁଙ୍କ ନାମରେ in the name of Jesus, by the power of the holy blood, in the name of Jesus, ଯୀଶୁଙ୍କ ନାମରେ ଯୋଉମାନେ ପ୍ରଭୁ ଅଭାବ ଦେଇ ଯାଉଛନ୍ତି ସେମାନଙ୍କର ଅଭାବ ଯୀଶୁଙ୍କ ନାମରେ ଚାଲିଯାଉ। ତୁମର ପ୍ରଚୁରତା ପ୍ରଭୁ ଫିଲିପିଓ 4:19 ଅନୁସାରେ ତୁମେ ଯୋଗାଇ ଦିଅ ପିତା ପରମେଶ୍ୱର। ଯୀଶୁଙ୍କ ନାମରେ ସମସ୍ତଙ୍କୁ ତୁମେ ସ୍ପର୍ଶ କର। ମହିମା ସମ୍ଭ୍ରମ ଆମେ ସବୁ ତୁମକୁ ଦେଉଛୁ ପିତା ପରମେଶ୍ୱର। ଏବଂ ପ୍ରଭୁ ଯୋଉମାନେ ହୋଷ୍ଟିଂ କରୁଅଛନ୍ତି ସେ ଭାଇ ଭଉଣୀ ମାନଙ୍କୁ ତୁମେ ଆଶୀର୍ବାଦ କର। ମହିମା ସମ୍ଭ୍ରମ ସବୁ ତୁମକୁ ଦେଇ ପ୍ରାର୍ଥନା ଯୀଶୁ ଖ୍ରୀଷ୍ଟଙ୍କର ମହାନ ଏବଂ ପବିତ୍ର ନାମରେ ମାଗୁଛୁ ସ୍ୱର୍ଗସ୍ଥ ପିତା। ଆମେନ୍, ଆମେନ୍, ଆମେନ୍।